ଏତିକି ନିବେଦନ କରିବି ଆପଣମାନଙ୍କୁ। ମୋ ମା କୋଉଠି ତାର ଜନ୍ମ, କୋଉଠିକି ସିଏ ବୋଉ ହେଇ ଆସେ। ଆଜ୍ଞା, ଯୋଉ ବାବାକୁ କେବେ ଚିହ୍ନିନି, ଯୋଉ ମାକୁ ସେ କେବେ ଚିହ୍ନିନି, ତାକୁ ଆସି ବାପା ମା ବୋଲି ଡାକେ। ଆଜ୍ଞା, ଯୋଉ ପୁଅକୁ ସେ କେବେ ତା ଜୀବନରେ ଦେଖିନି, ତା ଜୀବନର ସର୍ବସ୍ୱ ତା ପାଦ ତଳେ ସିଏ ଅଜାଣି, ସିଏ ହଉଛି ମୋ ମା। ପରଗୋତ୍ରୀ ହେଇଯାଏ। ପିଲାଟି ଦିନରୁ ବାପା ମାଙ୍କ ସହିତ ଯୋଉ ବଢିଥାଏ, ଯୋଉ ବାପା ମାଙ୍କୁ ବାବା ମାମା ବୋଲି ଡାକୁଥାଏ, ସେ ଘରେ ତାର ଆଉ ଅଧିକାର ନଥାଏ। ସେମିତି ମୋର ମାଟିଏ, ସେମିତି ମୋର ମାଟିଏ ନୂଆ କରି ବିବାହର ହୋଇ ସ୍ୱାମୀର ହାତ ଧରି ଲାଲ ଟୁକ୍ ଟୁକ୍ ସାଦର ବୋହୂ ସାଜି ପରଗୋତ୍ରୀ ହେଇ ଚାଲି ଆସେ ଶାଶୁ ଘର। ଆଜ୍ଞା, ଏମିତି ସୁନ୍ଦର ଭାବରେ ତାର ବୈବାହିକ ଜୀବନ ଏମିତି ଚାଲିଥାଏ। ଦିନ ପରେ ରାତି, ରାତି ପରେ ଦିନ, ବର୍ଷ ପରେ ମାସ ପରେ ବର୍ଷ ଏମିତି ଚାଲିଥାଏ। ଚାଲୁ ଚାଲୁ ମୋ ମା କୋଳରେ ଧାରଣ ଦିଏ ତା ମମତାର ସବୁଠୁ ସର୍ବଶ୍ରେଷ୍ଠ ଉପହାର, ତା ମାର ତା ନାରୀତ୍ୱର ସର୍ବଶ୍ରେଷ୍ଠ ଉପହାର, କୋଳରେ ତାର ସନ୍ତାନଟିଏ ଆଜ୍ଞା ଗର୍ଭସ୍ଥ ହେଇଯାଏ। 10 ମାସ 10 ଦିନ କୋଳରେ ଧରି ମୋ ମା ସେ ମାଂସ ପିଣ୍ଡୁଳାକୁ ଜନ୍ମ ଦିଏ। ଏମିତି ଜନ୍ମ ଭିତରେ ହସ ଖୁସିରେ ତାର ପରିବାର ଚାଲିଥାଏ। ହେଲେ ଦୈବ ଦାଉ ସାଜିଲା ଆଜ୍ଞା, ଏମିତି ଏକ ଦୁର୍ଘଟଣାରେ ମୋ ମା ମଥାରୁ ସିନ୍ଦୁର ଲିଭିଗଲା। ମୋ ମା ଆଜ୍ଞା ବିଧବା ହେଇଗଲା। ହେଲେ ପିଲାଟା ସିନା ବାପ ଛୁଣ୍ଡ ହେଇଗଲା, ହେଲେ ତା ମା ଏପର୍ଯ୍ୟନ୍ତ ବଞ୍ଚିଛି ସର୍ବସହ ଆଜ୍ଞା। କଥାରେ ଅଛି, ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସ୍यै 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 ନମୋ ନମଃ। ମୋ ମା ସବୁ ସହିପାରେ, ଯେତେ ଦୁଃଖ ଯେତେ କଷ୍ଟ ଆସିଲେ ସବୁ ସହିଯିବ, ହେଲେ ତା ସନ୍ତାନ ଉପରେ କେବେ ବାଧକ ସୃଷ୍ଟି କରିବାକୁ ଦବ ନାହିଁ। ମୋ ମା ପର ଘରେ ମୂଲ ଲାଗେ, ପର ଘରେ ଦୁଃଖ କଷ୍ଟ କରି, ମୁଣ୍ଡରେ ଝୁଳ ତୁଣ୍ଡରେ ମାରି ବହୁତ ଦୁଃଖ କଷ୍ଟ କରି ତା କୁଅର ନନ୍ଦନ, ତା ଧନ ସକାଳି, ତା ଦୁଃଖୀ ସକାଳିରେ ଧୀରେ 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 ବଡ କରିଛି। ଧ୍ୟାନ ଦେବେ ଆଜ୍ଞା, ମୋ ମା ବହୁତ କଷ୍ଟରେ ତା ପୁଅକୁ ବଡ କଲା। ମୋ କାଳିଆ ସାନ୍ତ ତାର ଡାକ ଶୁଣିଲେ, ପୁଅ ତାର ଭଲ ପାଠ ପଢିଲା, ଭଲ ଗୁଣବାନ, ଭଲ ବିଦ୍ୱାନଟେ ହେଲା, ଏମିତି ଭଲ ହେଇ ଭଲ ଚାକିରିଟିଏ ମଧ୍ୟ ପୁଅ କଲା। ପୁଅ ଯେତେବେଳେ ଭଲ ଚାକିରିଟିଏ କରିଦେଲା, ମାର କଥାକୁ କେବେ ହଠାତ୍ କରେନି, ମାକୁ କେବେ ସେ ନିନ୍ଦା କରେନି। ମା ତାର ସର୍ବସ୍ୱ, ମାକୁ ସବୁବେଳେ ମୁଣ୍ଡରେ ମୁଣ୍ଡେଇ ଚାଲିଥାଏ। ଏମିତି ଚାଲୁ ଚାଲୁ ଘର ଗାଡି କୋଠା ସବୁ କରିଦେଲା ପୁଅ। ମା କହିଲା, ମୋ ପୁଅ ତ ବଡ ହେଇଗଲାଣି, ମୋ ଧନ ପାଇଁ ଏବେ ଗୋଟେ ସୁନା ନାକି ବୋହୂ ନିତ୍ୟାନ୍ତ ଆବଶ୍ୟକ। ଆଜ୍ଞା, ମା ମୋର ସୁନା ନାକି ବୋହୂଟେ ଖୋଜି ଖୋଜି ପୁଅ ପାଇଁ ନେଇ ଆସିଲା। ଯେତେବେଳେ ନେଇ ଆସିଲେ ଆଜ୍ଞା, ସୁଖରେ ପୁନର୍ବାର ଘର ଚାଲିଲା। ବୋହୂ ହାତ ରନ୍ଧା ଖାଇବ, ବୋହୂ ହାତରୁ ଘଷା ଖାଇବ, ମୋ ମା ଭାବିଛି। କେହି ଦେହକୁ ନେବେନି ମୋ ମା ମାନେ ଆଜ୍ଞା, ସବୁ ମା ମାନେ ମୋର ସେମିତି ନୁହଁ, ହେଲେ କିଛି କିଛି ମୋ ମା ଥାଆନ୍ତି ଆଜ୍ଞା। ପୁଅ ଅଫିସରୁ ଯେତେବେଳେ ଫେରେ, ସେତେବେଳେ ବାରମ୍ବାର ଆସିକି କହେ, ଜାଣିଛ ନା ତମେ, ତମ ମା ମତେ ଚଳେଇ ଦଉନାହାନ୍ତି। ବସିଲେ କହୁଛନ୍ତି, ଉଠିଲେ କହୁଛନ୍ତି, ଯାହା କଲେ ଖାଲି କହୁଛନ୍ତି, ପୁଣି ଦିନ ମାନ ଖାଲି ଗଜର 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 ମୋ ମୁଣ୍ଡ ଖରାପ କରିସାରିଛି। ଆଜ୍ଞା, ଯେତେବେଳେ ଏଇ କଥା ପୁଅ ଶୁଣେ ନା, ପୁଅ କହେ ଆସିକି ମା କତିରେ, ମା ଲୋ, ଏ ମା ତୁ କାହିଁ ଏମିତି ହଉଛୁ କହନି, ମୁଁ ଜାଣିଛି ମା ତୋର କିଛି ଭୁଲ ନାହିଁ, କଣ କରିବି କହନି, ତୁ ପରା ଆଣିଛୁ, ତୁ ତ ତାକୁ ବୋହୂ କରିକି ଆଣିଛୁ, କଣ ମୁଁ କରିବି ସତରେ, ତୁ ଟିକେ ଚୁପ୍ ହେଇଯାଉନ, ତୁ କାହିଁ ତା ସହିତ ମୁହଁ ଲଗଉଛୁ। ସେ କହୁଛି, ବାବାରେ ସତରେ। ମା କହୁଛି, ଧନରେ ମୁଁ ସତରେ ତାକୁ କିଛି କହିନି, ମୁଁ ବୋହୂକୁ କିଛି କହିନି ରେ ଧନ। କହିଲା, ମା ଟିକେ ଧ୍ୟାନ ଦେବୁ ମା, ତା ସହିତ ଜମା ମୁହଁ ଲଗେଇବି, ମୁଁ ଜାଣିଛି ତୋର କିଛି ଭୁଲ ନାହିଁ, ହେଲେ ତଥାପି ତତେ ବାରମ୍ବାର କହୁଛି ଟିକେ ଧ୍ୟାନ ଦେଇକି। ଏମିତି ସବୁଦିନ ଚାଲେ ଆଜ୍ଞା। ପ୍ରତିଦିନ ସ୍ତ୍ରୀ କାନରେ କହେ, ପୁଅ ଏକ ବ୍ୟତିବ୍ୟସ୍ତ ହେଇଗଲାଣି, ସେତେବେଳକୁ ପୁରା ରାଗ ଜର୍ଜରିତ ହେଇଗଲାଣି ଆଜ୍ଞା। ଦିନ ପରେ ଏମିତି ବିତି ବିତି ଚାଲିଛି। ମାକୁ କହିଦେଲା ଆସିକି ପୁଅ ଦିନେ, କହିଲା, ମା ଲୋ, ସବୁବେଳେ ତୁ ତା ସହିତ ଲଗାନା, ମୁଁ ଏମିତି ଦିନ ଆସିବ ମୁଁ ନହେଲେ ଘର ଛାଡି ପଳେଇବି, ସତ କହୁଛି। ଆଜ୍ଞା, ଏମିତି ଯେତେବେଳେ ପୁଅ କହିଛି, କଥାରେ ଓଡ଼ିଆରେ ଗୋଟେ କଥା ଅଛି, ମୋ ମଉସା ମାନେ ଭାଇ ମାନେ ଜାଣିଛନ୍ତି କି, ପାଖରେ ଶୁଆଇ କାନରେ କୁହଇ ତା କଥା କି ଅନ୍ୟଥା ହୁଏ।
ଏମିତି ଆଜ୍ଞା ଦିନେ ପୁଅ ଅଫିସରୁ ଫେରିଛି, ଘରକୁ ଯେତେବେଳେ ଫେରିଛି ସ୍ତ୍ରୀର ପୁନର୍ବାର ସେଇ କଥା, ତମ ମା ଗଜର ଗଜର ହଉଛି, ତମ ମା ମତେ ଚଳେଇ ଦଉନି, ମୁଁ କଣ ପିନ୍ଧିଲେ କହୁଛି, ମୁଁ ଫୋନରେ କଥା ହେଲେ କହୁଛି, ଖାଇଲେ କହୁଛି, ବସିଲେ କହୁଛି, ଉଠିଲେ କହୁଛି, ସବୁବେଳେ ଖାଲି ସିଏ ମୋ ବିରୁଦ୍ଧରେ କହୁଛି, ମୁଁ ଆଉ ଏ ଘରେ ରହିପାରିବିନି, ତମେ ରୁହ ନାହିଁ ତ ମୁଁ ରହ। ଆଜ୍ଞା ଏ କଥା ଶୁଣି ପୁଅ ସେଠି ଆଜ୍ଞା ଆସିକି ମାକୁ କହିଲା, ମା ଲୋ ଏ ମା ତତେ ଗୋଟେ କଥା କହିବି ନା, ତତେ ମୁଁ ଆଗରୁ କହିଥିଲି ତୁ ମତେ ଚଳେଇ ଦବୁନି, ତୁ ବାରମ୍ବାର ତ ସେ ପୁରୁଣା ଅମଳର କଥା ଛାଡେ ନା। ଆଜ୍ଞା ଯୋଉ ପୁଅ ଦିନେ କହୁଥିଲା ମୋ ମାଠୁ ଜ୍ଞାନୀ ଦୁନିଆରେ କେହି ନାହିଁ, ଆଜି ସେ ପୁଅ ତା ସ୍ତ୍ରୀ କହିଲା ବେଳେ କହୁଛି ତମେ କାହିଁକି ମୁଣ୍ଡରେ ପଡୁଛ, ମୋ ମାଠୁ ଦୁନିଆରେ ମୂର୍ଖ ଦୁନିଆରେ କେହି ନାହିଁ। ଯୋଉ ପୁଅ କହୁଥିଲା ଦୁନିଆରେ ମୋ ମାଠୁ ଜ୍ଞାନୀ କେହି ନାହିଁ, ସେ ପୁଅ ଆଜି କହୁଛି ଦୁନିଆରେ ମୋ ମାଠୁ ମୂର୍ଖ ଦୁନିଆରେ କେହି ନାହିଁ। ଆଜ୍ଞା ଆସିକି କହିଲା, ମା ତତେ ମୁଁ ଗୋଟେ କଥା କହିବି ରଖିବୁ ନା କଣ, ତୁ ଚାହିଁଲେ ମୁଁ ତତେ ନେଇ ଏଇ ପାଖରେ ଗୋଟିଏ ବୃଦ୍ଧାଶ୍ରମ ଅଛି, ବୃଦ୍ଧାଶ୍ରମରେ ତତେ ଛାଡ଼ିଦେବି, ତୋର ଯାହା ଖର୍ଚ୍ଚ ବାର୍ଚ୍ଚ ଲାଗିବ ପ୍ରତି ମାସରେ ମୁଁ ନେଇକି ଦେଇ ଆସିବି। ମା ସେଠି କଣ କହୁଛି ଜାଣିଛନ୍ତି, ମା କହୁଛି ନାଇଁ ରେ ଧନ ତୁ ମତେ ସେ ବୃଦ୍ଧାଶ୍ରମକୁ ନେନା ରେ, ମୁଁ ଲାଲ ଟୁକଟୁକ ସାଧ ବୋଇ ଘରକୁ ଆସିଥିଲି, ତତେ ବା ଦିନେ ନ ଦେଖିଲି ମୋ ପେଟରେ ଭାତ ହଜମ ହୁଏନି, ମୋ ପେଟକୁ ଦାନା ଗଣ୍ଡେ ଯାଇନି ରେ ଧନ, ତତେ ଯଦି ମୁଁ ନ ଦେଖିଲି, ତତେ ଛାଡ଼ି ମୁଁ କେମିତି ରହିବି ସେଠି ଧନ, ତୁ ମତେ ସେମିତି କିଛି କଲା ମୁଁ କିଛି କହିବିନି। କହୁଛି ନାଇଁ ମା ତତେ ଆଜି ଏ ବୃଦ୍ଧାଶ୍ରମକୁ ଯିବାକୁ ହିଁ ପଡିବ, ତତେ ଆଜି ବୃଦ୍ଧାଶ୍ରମରେ ରହିବାକୁ ହିଁ ପଡିବ। ଆଜ୍ଞା ଏମିତି କହି ଏଇ କ୍ରୁର ପୁଅ ଆଜି ମାର ମମତାକୁ କୁଠାରଘାତ କରିବାକୁ ପଛଉନି, ମାକୁ ପ୍ରହାର କରିବାକୁ ପଛଉନି, ମାକୁ ସେଠି ଭିଡ଼ି ଧରି ନେଇ ଚାଲି ଯାଉଛି ଆଜ୍ଞା ବୃଦ୍ଧାଶ୍ରମକୁ। ଯେତେବେଳେ ବୃଦ୍ଧାଶ୍ରମକୁ ଚାଲି ଯାଉଛି ନା ଆଜ୍ଞା, ଚାଲିଗଲା ଭିତରେ ମା କହୁଛି ଧନରେ ଟିକେ ରହିଯାରେ ଧନ। ମା ସେଠି ରହି ପଛକୁ ଫେରି ତା ଘରକୁ ଅନେଇଛି, ଏଇ ଘରକୁ ମୁଁ ଦିନେ ପାଲିଙ୍କିରେ ଆସିଥିଲି, ଏଇ ସ୍ୱପ୍ନର ଘରଟାକୁ ମୁଁ ଗଢିଥିଲି, ସେତେବେଳେ କହିଥିଲି ଯୋଉଦିନ ଏ ଘରୁ ଯିବ ମୋ କୋକେ ହିଁ ଯିବ, ହେଲେ ଆଜି ମୁଁ ମୋ କୋଳରେ ଯୋଉ ମମତାକୁ ଧରି ରଖିଥିଲି ସେଇ ମମତା ଆଜି ମତେ ଭିଡ଼ି ଧରି ନେଇ ଚାଲି ଯାଉଛି ବୃଦ୍ଧାଶ୍ରମ। ଏଇ କଥା ଭାବୁଛି ମୋ ମା, ହେଲେ ପୁଅ କୁରୁପ ଘୋଷାରି ନେଇ ଚାଲିଗଲା ବୃଦ୍ଧାଶ୍ରମକୁ, ବୃଦ୍ଧାଶ୍ରମରେ ଛାଡ଼ିଦେଲା। ଛାଡ଼ି ଦେଇ ଯେତେବେଳେ ପୁଅ ଫେରି ଆସୁଛି, ମା ସେଠି ପୁନର୍ବାର ପୁଅର ହାତ ଧରି ଦଉଛି, ମା କହୁଛି ପୁଅକୁ ଧନରେ ଏ ଧନ ବେଶୀ ରାତି ଯାଏ ଚେଇବୁନି ରେ, ତୁ ଠିକ ସମୟରେ ଔଷଧ ଖାଇବୁ, ବୋହୁକୁ ୟାଡୁ ସାଡୁ କିଛି କହିବୁନି, ତୁ କହିଲାଟା ତମେ ଝଗଡା ଲାଗିବ, ମୁଁ ସେଟା ଥିଲି ତତେ ବୁଝେଇ ଦଉଥିଲି, ହେଲେ ତତେ କିଏ ବୁଝେଇବ ରେ ଧନ, ଠିକ ଟାଇମରେ ଖାଇବୁ ଧନ, ଠିକ ଟାଇମରେ ଶୋଇବୁ, ଜମା ରାଗିବୁନି, ଔଷଧ ଠିକ ଟାଇମରେ ଖାଇବୁ। ଇଏ ହଉଛି ମୋ ମାର ମମତା, ଇଏ ହଉଛି ମୋ ମାର ସ୍ନେହ। ଏମିତି କହି ପୁଅ ଚାଲି ଆସିଲା, ଦିନ ଗଲା, ସପ୍ତାହ ଗଲା, ମାସ ଗଲା, ବର୍ଷ ଗଲା, ଏମିତି କିଛି ଦିନ ଗଲା ପରେ ଆଜ୍ଞା ବୃଦ୍ଧାଶ୍ରମରୁ ଫୋନ ଆସିଲା ପୁଅ ପାଖକୁ। ଯେତେବେଳେ ଫୋନ ଆସିଲା, ଫୋନ ଉଠେଇଲା ପୁଅ, କାନରେ ଦେଇ ଫୋନ ପଚାରୁଛି, ହଁ କିଏ କହୁଛନ୍ତି? କଲଟି ଆସିଛି, ଆମେ ବୃଦ୍ଧାଶ୍ରମରୁ କହୁଛୁ, ତମ ମାଙ୍କର ଅନ୍ତିମ ସମୟ, ଯଦି ଦେଖା କରିବାର ଅଛି ତାହେଲେ ବୃଦ୍ଧାଶ୍ରମକୁ ଚାଲି ଆସ। ସେତେବେଳେ ସ୍ତ୍ରୀ କହୁଛି, କୁଆଡେ ଯାଉଛ, କୁଆଡେ ଚାଲି ଯାଉଛ, କଣ ହେଲା? ଆଜ୍ଞା ପୁଅର ସେଠି ବାତ୍ସଲ୍ୟ ମମତା, ମାର ମମତା ସେଠି ଆଜ୍ଞା ଘଣ୍ଟି ବଜେଇ ତା ଦ୍ୱାର ଦେଶରେ ତା ମନର ପ୍ରାଙ୍ଗଣରେ ଉଲ୍ଲସିତ ପୁଲକିତ କରି କହୁଛି, ଦେଖ ତତେ କହୁଛି, ତୋରି ପାଇଁ ନେଇକି ମୋ ମାକୁ ମୁଁ ବୃଦ୍ଧାଶ୍ରମରେ ଛାଡ଼ିଛି, ତତେ ଆଜି କହି ଦଉଛି, ଯଦି ଆଉ ପଦେ କହିବୁ ତତେ ଟେକିକି ଏଠି କଚାଡ଼ି ଦେବି। ସେଠି ଆଜ୍ଞା ସ୍ତ୍ରୀର ମମତା କିଛି ସେଠି କାଟୁ କରିନି, ତୁ ଚାଲି ଯାଇଛି ବୃଦ୍ଧାଶ୍ରମକୁ। ବୃଦ୍ଧାଶ୍ରମରେ ଯେତେବେଳେ ପହଞ୍ଚି ଯାଇଛି ନା ଆଜ୍ଞା, ବୃଦ୍ଧାଶ୍ରମରେ ପହଞ୍ଚି ତ ମାକୁ ଦେଖୁଛି, ମା ଆଜି ଶଯ୍ୟାଶାୟୀ। ସେଠି ପୁଅ ଡାକୁଛି,
ମାଲୋ ଏ ମା ମୋର ଭୁଲ ହେଇছিল ମା, କାନ ଧରୁଛି, ବୟସ ହେଉଛି, ଚାପୁଡା ମାରୁছিল ମା, କେବେ ଆଉ ସେମିତି କହିବିନି। ଏ ମା ମୋର ଭୁଲ ହେଇଯାଇছিল ମା, କଥା ହବୁନି ମତେ, ପଦେ କଥା କହିଲ ମା ତ ସେ ତୁନି ତୁନି ଓଠରୁ ଥରେ ଧନ ବୋଲି ଡାକେ ଟିକେ। ମା କି କଥା କହିବୁ, ମା ଖାଲି ଭଲ ଭଲ କରି ଚାହିଁଛି। ପୁଅ ତଥାପି କହୁଛି ମାଲୋ କହ ନା କଣ ଖାଇବୁ କହ, ମୁଁ ତତେ ସବୁ ଆଣିକି ଦେବି ଲୋ ମା, କହ ଟିକେ କଣ ଖାଇବୁ। ଦେଖିଲ ମା ମାଡ ଖାଉଛି, କାନ ଧରୁଛି, ବୟସ ହଉଛି, କିଛି କହିବନି ତତେ। ଏ ମା ଟିକେ ଖାଲି ମୋ କଥା ଶୁଣୁ ମା, କଣ ଖାଇବୁ କହ। ସେଠି ମା କହୁଛି ଧନରେ କଣ ବା ତୁ ମତେ ଦବୁ ଦବୁ, ତୁ ମତେ ଦେଇପାରିବୁ ନା? ହଁ ନା ମା ତୁ ଯାହା କହିବୁ ମୁଁ ତତେ ସେଇଆ ଦେବି, ତୁ କହ ନା ତୁ କଣ ଦବୁ। ମା କହୁଛି ଧନ ଦବୁ, ଦେଇପାରିବ ତୁ ନା? ହଁ ମା ଦେବି। ଆରେ ଦେଇପାରିବ ନା? ହଁ ମା ଦେବି। ଆରେ ଦବୁ ଯଦି ଏ ବୃଦ୍ଧାଶ୍ରମରୁ ଗୋଟେ ପଙ୍ଖା ଦବୁ। ଆଜ୍ଞା ମାର କଥା ଶୁଣି ପୁଅ ହସି ଦଉଛି, କହୁଛି ଆଲୋ ମା ତୁ ଦିନ ଦୁଇଟାର କୁଣିଆ, ଏଇ ବୃଦ୍ଧାଶ୍ରମକୁ ଗୋଟିଏ ପଙ୍ଖା କାହିଁ ମାଗୁଛୁ? ତୁ କଣ ରହିବୁ ଏ ବୃଦ୍ଧାଶ୍ରମରେ? ପଙ୍ଖା ଚାଲିଲେ ତୁ ଶୋଇବ, ତତେ ଗରମ ହଉଛି? ଆଜ୍ଞା ମା ସିଏ ମା କହୁଛି ଧନରେ ଏ ପଙ୍ଖାଟା ମୁଁ ମୋ ପାଇଁ ମାଗୁନି। ଆଉ ଆରେ ଧନ ତୋର ପୁରା ଅଫିସରେ ଏସି, ତୋର ପୁରା ତୋ ଗାଡିରେ ଏସି, ତୋର ପୁରା ତୋ ରୁମରେ ଏସି, ତୁ ଯୁଆଡେ ଗଲେ ଛୁଆଟି ବେଳେ ଯେତେବେଳେ ଶୋଇଥାଉ ନା ରାତିରେ ଟିକେ ଗରମ ହେଲେ ତୁ ଶୋଇପାରୁନି। ମୁଁ ଏଇ ପଣତକାରୀରେ କେତେ ବିଞ୍ଚୁଡି କରି ତତେ ଶୋଇଛି, ତୁ ଗରମ ଶୋଇପାରୁନି ରେ ଧନ। କାଲି ସକାଳେ ତୋ ପୁଅ ଯେତେବେଳେ ତୋ ସନ୍ତାନ ତତେ ବୃଦ୍ଧାଶ୍ରମକୁ ପଠେଇ ଦବ ନା, ସେତେବେଳେ ମୋ ଧନ ପରା ଗରମ ଶୋଇପାରିନି। ଏ ପଙ୍ଖାଟା ତୋର ପାଇଲେ ଧନ, ଏ ପଙ୍ଖାଟା ତୋର ପାଇଲେ ଲାଗିଛି। ଆଜ୍ଞା ଆପଣ ମାନେ ଭାବୁଥିବେ ମା ଅଭିଶାପ ଦେଲେ କି ପୁଅକୁ? ନାଇଁ, ମା କେତେବେଳେ ପୁଅ ସନ୍ତାନକୁ ଅଭିଶାପ ଦିଏନି। ଦୁନିଆରେ ସବୁ ସନ୍ତାନ ମାନେ କୁସନ୍ତାନ ହେଇପାରନ୍ତି, ସବୁ ପୁତ୍ର ମାନେ କୁପୁତ୍ର ହେଇପାରନ୍ତି, ସେତେବେଳେ ମା କେତେବେଳେ କୁମାତା ହୁଏନି। ଆଜ୍ଞା ମା ସେଠି କହୁଛି କି ମୋ ଧନ କଷ୍ଟ ସହିପାରେନି, ମୋ ଧନ ଗରମ ସହିପାରେନି। ଏ ମା ମଲା ସମୟରେ ମଧ୍ୟ ବିଛଣାରେ ପଡିଥିଲେ ମଧ୍ୟ ତାର ସନ୍ତାନର ମଙ୍ଗଳ ଚିନ୍ତା କରେ, ତା ସନ୍ତାନର ଭଲ ଚିନ୍ତା କରେ। ଇଏ ହଉଛି ମୋର ମା। ପୁନର୍ବାର କହିବି ପଲ୍ଲୀ କବି ନନ୍ଦ କିଶୋର ବଳଙ୍କର ସେଇ ଗୋଟିଏ ପଂକ୍ତି, ବକ୍ଷରୁ ରକ୍ତ ନିଗାଡ଼ି ଆମକୁ ମଣିଷ କରିଛି ଯିଏ, ବକ୍ଷରୁ ରକ୍ତ ନିଗାଡ଼ି ଆମକୁ ମଣିଷ କରିଛି ଯିଏ, ମା ଠାରୁ ବଡ଼ ଧର୍ମକାରିଣୀ ସଂସାରରେ ଅବାକିଏ, ସଂସାରରେ ଅବାକିଏ, ସଂସାରରେ ଅବାକିଏ। ସତ ମା ସର୍ବସ୍ୱ, ମା ସତରେ ସର୍ବଶ୍ରେଷ୍ଠ। ତ ସେ ମା ପାଇଁ, ସେ ଦିବଙ୍ଗତ ଅମର ଆତ୍ମାର ସଦ୍ଗତି ପାଇଁ ଆପଣଙ୍କୁ କହିଥିଲି, ଯଦି ମୋ କଥା ଆପଣଙ୍କୁ ହୃଦୟକୁ ଛୁଇଁଛି ମୋ ମା ପାଇଁ ଟିକେ ଜୋରଦାର ହରିବୋଲ ଦେବେ, ଟିକେ ଜୋରଦାର ହୋ ହୋଇ ଦେବେ। ବୋଲି ଆନନ୍ଦ କୁମାର ହରି।